ଜଗନ୍ନାଥ ପିଲାମାନେ ଆଜି ଆମେ ଏଇ ସଂସ୍କୃତ ଶିକ୍ଷାୟତନର ପ୍ରକୋଷ୍ଠ ମଧ୍ୟରେ ସଂସ୍କୃତ ବଲ୍ଲରୀ ନବମ ଶ୍ରେଣୀରୁ ଗଦ୍ୟ ସତ୍ୟମ ବିଷୟର ଅଭ୍ୟାସ କରିବା। ଆମେ ଏହା ପୂର୍ବରୁ 3ଟି ଭାଗ କରିକି ଆମେ ଏଗୁଡ଼ିକ ସବୁ ସାରିଥିଲେ। ଆଜି ଆମେ ତାର କ'ଣ କରିବା? ଅଭ୍ୟାସ କରିବା। ତାହେଲେ ଯୋଉ ଗପଟି ଶୁଣି ସାରିଲା ପରେ ପିଲାମାନଙ୍କ ଠାରୁ ପିତାମହୀଙ୍କ ଠାରୁ ପିତାମହୀ ପୁଲ୍ଲମଜ୍ଜମ ଅବଧୟତ। ପିତାମହୀ ଅର୍ଥାତ୍ ଜେଜେମା ପୁଲ୍ଲମଜ୍ଜମ ଯୁକ୍ତ ଅବଧୟତ, ପୁଲ୍ଲମଜ୍ଜାକୁ ବୁଝାଇ ଦେଲେ। ଅସ୍ମାକଂ ଶାସ୍ତ୍ରେ ବର୍ତ୍ତତେ, ଆମ ଶାସ୍ତ୍ରରେ ବର୍ତ୍ତତେ, ବର୍ତ୍ତତେ କହିଲେ ଲେଖା ଅଛି ବା ରହିଛି। ସତ୍ୟମ ହି ବଚନମ ଶ୍ରେୟ ହେଲା। ସତ୍ୟ ଯୋଉ କଥାଟି, ଯୋଉ ବଚନଟି, ଏଇଟା ହଉଛି ଶ୍ରେୟ। ସତ୍ୟାତପି ଅର୍ଥାତ୍ ସତ୍ୟରୁ ହିଁ ହିତମ ଭବେତ, ମଙ୍ଗଳ ହିଁ ହୋଇଥାଏ। ସତ କହିଲେ ସଦାସର୍ବଦା ସମସ୍ତଙ୍କର କ'ଣ ହୁଏ? ମଙ୍ଗଳ ହିଁ ହୋଇଥାଏ। କିନ୍ତୁ ଯଦ୍ଭୂତମ ହିତମ ଅତ୍ୟନ୍ତମ ହେଲା, ଯେଉଁ କଥାଟା ଯଦ୍ଭୂତମ, ଯାହା ହିତମ ଅତ୍ୟନ୍ତମ, ଯୋଉଟା ସବୁଠାରୁ ହିତ କଥା, ମଙ୍ଗଳକାରୀ କଥା, ସେଇଟା ହିଁ ସତ ଅଟେ ହେଲା। ଯୋଉଥିରେ ସମସ୍ତଙ୍କର ମଙ୍ଗଳ ହେଇପାରିବ, ଯୋଉଟା ଅତ୍ୟନ୍ତ ହିତ ହେଇପାରିବ, ମଙ୍ଗଳ ହେଇପାରିବ, ସେଇଟା ହିଁ ପ୍ରକୃତ ସତ୍ୟ। ଏଇଟା ହଉଛି ମତମ ମମ, ମାନେ ପିତାମହୀଙ୍କ କ'ଣ ମତ ଅନୁସାରେ ତାହା ହିଁ ସତ। ଏବଂ ଶାସ୍ତ୍ରରେ ବି ସେଇଆ ଅଛି ଯେ ସତ୍ୟ ବଚନ ଶ୍ରେୟ ବା ଶ୍ରେଷ୍ଠ। ସତ୍ୟରୁ ଆହୁରି ଅଧିକ ଶ୍ରେଷ୍ଠ ହେଲା କ'ଣ? ହିତ ଯୋଉଥିରେ ହବ, ଆଉ ଯେଉଁଟା ଅତ୍ୟନ୍ତ ହିତ ବା ମଙ୍ଗଳକର, ତାହା ହିଁ ସତ୍ୟ ଅଟେ। ବୁଝିହେଲା? ଏବେ ଚାଲ ପିଲାମାନେ ଅଭ୍ୟାସ କରିବା। ଅଭ୍ୟାସରେ କ'ଣ ଅଛି ଦେଖ। ନିଜ ଭାଷୟା ବାକ୍ୟ ଦ୍ୱୟେନ ବା ତ୍ରୟେଣ ଉତ୍ତରମ୍ ଲିଖତ। ନିଜ ଭାଷାରେ ଉତ୍ତର ଲେଖିବା 2ଟି ଅଥବା 3ଟି ବାକ୍ୟରେ। ଅସ୍ମାକଂ ଶାସ୍ତ୍ରେ କିମ୍ ବର୍ତ୍ତତେ, ଆମ ଶାସ୍ତ୍ରରେ କ'ଣ ଅଛି? ଆମେ ଏବେ ଆଲୋଚନା କରିଥିଲେ ଯେ ଶାସ୍ତ୍ରରେ ଲେଖା ଅଛି ସତ୍ୟ ହେଉଛି ସବୁଠାରୁ କ'ଣ ଶ୍ରେଷ୍ଠ। ସତ୍ୟରୁ ଶ୍ରେଷ୍ଠ ହେଲା କିଏ? ସେ ଯାହା ହିତ, ଅନ୍ୟମାନଙ୍କର ଯାହା ମଙ୍ଗଳକର, ଏବଂ ଯୋଉଥିରେ ଅତ୍ୟନ୍ତ ମଙ୍ଗଳ ନିହିତ ହେଇକି ରହିଛି, ସେଇଟା ହଉଛି ପ୍ରକୃତ ସତ୍ୟ ହେଲା। ତାହେଲେ କିମ୍ ସତ୍ୟମ, ସତ କ'ଣ? ନା ସତ ହଉଛି ଯୋଉଥିରେ ସମସ୍ତଙ୍କର ମଙ୍ଗଳ ହେଇପାରିବ। ବୁଝିପାରିଲ? ଯୋଉଥିରେ ସମସ୍ତଙ୍କର ମଙ୍ଗଳ ହେଇପାରିବ, ତାହା ହିଁ ସତ୍ୟ ଅଟେ। ମହାମତ୍ସ୍ୟମ୍ ପ୍ରାପ୍ତୁମ୍ ଗ୍ରାମ ଜନାଃ କିମ୍ ଅକୁର୍ବନ୍, ଗାଁର ଲୋକମାନେ ମହାମାଛଟିକୁ ବା ମହାନ ମାଛଟିକୁ ପାଇବା ପାଇଁ ପ୍ରଥମେ ଆଗ ଜଳ ନିଷ୍କାସନ କଲେ। କୋଉଥିରୁ? ପୁଷ୍କରିଣୀରୁ ଜଳ ନିଷ୍କାସନ କଲେ ବନ୍ଧ ଛେଦ କରିକି, ଏବଂ ତାପରେ ସେ ଯୋଉ ଅଳିଆ ତଟବର୍ତ୍ତୀ ବୃକ୍ଷ ଗୁଡ଼ିକୁ କ'ଣ କଲେ? ସବୁ ସଫା କଲେ, ଏବଂ ସେଇ ଭିତରୁ ଜଳ ଭିତରେ ଥିବା ଯୋଉ ପଙ୍କ, ତାକୁ ନେଇକି ପକେଇଲେ କୋଉଠି? ଯୋଉ କ୍ଷେତ୍ର ମାନଙ୍କରେ ପକେଇଲେ, ଶସ୍ୟ କ୍ଷେତ୍ର ଗୁଡ଼ିକରେ। ଏହା ଦ୍ୱାରା କ'ଣ ନଦୀଟି, ପୁଷ୍କରିଣୀଟି ଗମ୍ଭୀରିଆ ହେଲା। ତେଣୁ ଏଇ ସବୁ କାର୍ଯ୍ୟ ସେମାନେ କରିଥିଲେ ମାଛ ପାଇବା ପାଇଁ। ପୁଷ୍କରିଣ୍ୟାମ୍ ଗ୍ରାମ ଜନାଃ କିମ୍ କୁର୍ବନ୍ତି, ପୁଷ୍କରିଣୀରେ ଗାଁର ଲୋକମାନେ କ'ଣ କରନ୍ତି? ପୁଷ୍କରିଣୀରେ ଗାଁର ଲୋକମାନେ ସ୍ନାନ କରନ୍ତି, ବାସନ ଧୁଅନ୍ତି, ଗାଈ, ଛେଳି, ମେଣ୍ଢା ଏମାନଙ୍କୁ ସବୁ ସ୍ନାନ କରାନ୍ତି, ନିଜେ ସବୁ ଯାଇକି ସେଠି ଶୌଚ ହୁଅନ୍ତି, ଏବଂ କ'ଣ ସେଇଥିରେ ବି ପାକାଦି କାର୍ଯ୍ୟ କରନ୍ତି। ଏଇ ସବୁ କାର୍ଯ୍ୟ ସେମାନେ ପୁଷ୍କରିଣୀର ଜଳ ଦ୍ୱାରା କରନ୍ତି। ମୁନି ହିଁ କଥମ ଅସନ୍ତୁଷ୍ଟ ଭବତି, ଲୋକମାନେ ନଦୀ ଜଳକୁ ଏହିପରି ଭାବରେ, ଅର୍ଥାତ୍ ସ୍ନାନ କରିବା, ଶୌଚ କରିବା, ପଶୁ ମାନଙ୍କୁ ଗାଧେଇ ଦେବା, ବାସନ ମାଜିବା, ରୋଷେଇ କରିବା, ଏଇସବୁ କାର୍ଯ୍ୟ କରନ୍ତି ସେ ଇଏରେ, ଏବଂ ତାକୁ ସଫା ବି କରନ୍ତିନି, ଏବଂ ମୁନି ସେଇଥିରୁ ଜଳ ନେଇକି ତର୍ପଣ ଆଦି କାର୍ଯ୍ୟ କରନ୍ତି। ତେଣୁ ସେ ଅସନ୍ତୁଷ୍ଟ ଥିଲେ। ନିଜ ଭାଷାରେ ଏକ ପଦାତ୍ମକ ଅତି ସଂକ୍ଷିପ୍ତମ୍ ଉତ୍ତରମ୍ ଲିଖତ। କିମ୍ ପିତ୍ୱା ଗ୍ରାମ ଜନାଃ ରୁଗ୍ଣାଃ ଭବନ୍ତି, ଦୂଷିତମ୍ ଜଳମ୍। କେଚନ ଜନାଃ କମ୍ ତାଡ଼ୟନ୍ତି,
एकम बालकम केतेक लोक काहाकु बाडौथिले ना गोटिए बालक को बाडौथिले नहीं। ग देख कह भयन कंपते बालकः भयन कंपते कंपित कंठेन बालकः किम अवदत् कंपित कंठरे बालकटी कौन कहला कहला सत्यम किम सत्य कौन बालकम करे धृत्वा मुनि पुत्र अनयत आश्रम आड़ को नहीं गले मुनि बालकः स्व नाम किमिति अवदत् कृष्ण बालकटी निज नाम कौन कहिथिला कृष्ण बोली कहिथिला पुष्करिण्याम कह खेलती इति बालकः अवदत् महान मत्स्य विराट माछटी खेलुची बोली किए कहला कृष्ण कहिथिला कह कम संक्षिप्त साक्षी रूपेण स्वीकृत ग्रामजना मत्स्य अन्वेषण कृतवान मुनि मुनि को साक्षी रखी गाँव लोक माने कौन कले माछ को अन्वेषण करथिले बा माछ को खोजिथिले। अच्छा जने ही कस्य संधानम न प्राप्त महान मत्स्य महान माछटीर संधान लोक माने पाई नथिले कदा ग्राम जनानाम नेत्रे निद्रा नासी तत्रात्रो सेई रात्रि रे हेगला पिला माने ताले आमे 2 नंबर अति संक्षिप्त उत्तरम चालले एबे 3 नंबर देख संधि विच्छेदम कुरुत संधि विच्छेद कर सत्यादपि सत्यात् युक्त अपि तदपि तत् तत् युक्त अपि आश्रमम युक्त आनीय आश्रमम मानीय कह युक्त चित कश्चित सौविध्यम युक्त अनुभूतम है सौविध्यम युक्त अनुभूतम तत् युक्त अनु तदनु वृष्टि युक्त अभवत वृष्टिर अभवत प्रातः युक्त आगम्य प्रातर आगम्य तापर एटा भवान अपि भवान युक्त अपि धीरम अवदत धीरम युक्त अवदत है संधि विच्छेद हो गला एबे संधि कर किम युक्त चित किंचित सन्नेही युक्त रूप विशति उपविशति सन्नेही रूप विशति परियुक्त करोति परिष्करोति तस्मात् युक्त अपि तस्मात् दपि जलम युक्त आनीय जलम मानीय सहयुक्त अपि सोपि बारम युक्त अपि बारम अपि बहिः युक्त आगत्य बहिरागत्य किम युक्त अभवत किम भवत सदा युक्त एव सदैव हैला तापर देख 5 नंबर रेखांकित पदानाम विभक्ति नाम लेख केवल विभक्ति तस्या षष्ठी विभक्ति पितामही प्रथमा विभक्ति ग्रामस्य षष्ठी विभक्ति जनान द्वितीय विभक्ति है केवल विभक्ति निर्णय करिया देछि सकारण विभक्ति नुहे तेणु विभक्ति निर्णय कले या होछि इमे इमे हला कोन प्रथमा विभक्ति तापरे 6 नंबर देख रेखांकित पदानाम विभक्ति और कारण चिन्ह ताले एठी कोन हबो बालकम कर्मणि द्वितीया भयन प्रकृत्यादिभ्यः तृतीया अस्मान् कर्मणि द्वितीया मया सह अवय पद जगे तृतीया पुष्करिणी कर्मणि द्वितीया है पुष्करिणी विलोक्य किमपि कथय एटा कर्मणि द्वितीया एबे वाक्यानि रचय वाक्य गठन कर भयन कृष्णः भयन कंपते सह मया सह आगच्छ त्वम अनु माम अनु आगच्छ मो पछरे आस किम तब नाम किम एव सत्यम एव जयते यथेच्छम कार्यम मा कुरु बहिः गृहात बहिः मा गच्छ है घर बाहर को जाओ नहीं परितः विद्यालय परितः प्राचीरम शोभते निकटे ग्रामम निकटे मंदिरम ग्रामस्य निकटे मंदिरम अस्ति षष्ठी व्यक्ति पिला माने हबो है निकट जगे शुद्धम उत्तरम निरूपयत पितामही पुत्र उपविश्य जपमग्ना आसीत् अलिंदे नहीं कि पितामही कोठी जपमग्ना थिले अलिंदे बुझला तापरे ग्रामस्य जनाः कुत्र स्नानम कुर्वन्ति पुष्करिण्याम बुझला पिला माने एटा पुष्करिण्याम प्रदूषितम जलम पीत्वा के रुग्णाः भवन्ति जनाः हला प्रदूषित जल पी को माने रुग्ण होइतांती
ହେଉଥାନ୍ତି ଲୋକମାନେ। ବାଳକः କଥମ କମ୍ପତେ କ୍ରନ୍ଦତି ସ୍ମ ନା ଭୟେନ, ବୁଝିଲା, ଭୟେନ କ୍ରନ୍ଦତେ, ଆଉ ଭୟରେ କାନ୍ଦୁଥିଲା ଆଉ ହଲୁବୁଥିଲା ନାଇଁ। ଏବେ ଏକଦା ମୁନି କମ୍ ଦୃଷ୍ଟ ଆକାରିତବାନ କୃଷ୍ଣଙ୍କୁ ଦେଖି ଡାକିଥିଲେ, ବୁଝିଲା। ତାପରେ ରହିଲା 9 ନମ୍ବର। 9 ନମ୍ବର କଣ ଅଛି ଦେଖ, ଶୂନ୍ୟ ସ୍ଥାନ ପୂରଣ କର। କୋଷ୍ଟକ ଭିତରେ କଣ ଦେଇଛି, ନାମ, ମିଥ୍ୟା, ନିଦ୍ରା, ସମୁଚିତ ତତଃ। ତାହେଲେ କଣ ହବ, ଡ୍ୟାସ୍ ମହାମତ୍ସ୍ୟ ମିଳିଷ୍ୟତି, କଣ ହବ, ତତଃ ମହାମତ୍ସ୍ୟ ମିଳିଷ୍ୟତି। ଗ୍ରାମ ଜନାନାମ ନେତ୍ରେ ନିଦ୍ରା ନାସ୍ତି, ଏଇଟା ହେଲା 1, ଏଇଟା ହେଲା 2। କିମ୍ ତବ ନାମ 3, ଅୟମେବ ସମୁଚିତ ସମୟ, କେନ ପ୍ରକାରଣ ମିଥ୍ୟା କଥୟସି, ହେଲା। ଏପରି ଭାବରେ କଣ ଶୂନ୍ୟ ସ୍ଥାନ ପୂରଣ କର ଆମେ କଲେ। ତାପରେ ଏଇଠି ଆମର ସରିଲା। ବର୍ତ୍ତମାନ ଅଭ୍ୟାସଟି ଆମେ ସାରିଲେ। ତମେ ମାନେ ଅଭ୍ୟାସକୁ ଖାତାରେ କର ଏବଂ ତାକୁ ଭଲ ଭାବରେ ଦେଖ, ପରୀକ୍ଷାରେ ପଡ଼ିଲେ ଯେମିତି ଠିକ ଭାବରେ କରିପାରିବ, ହେଲା। ତାହେଲେ ଆଜି ପାଇଁ ଆମେ ଏଇଠି ରଖିବା। ପୁଣି ଆସନ୍ତା ପିରିୟଡରେ ଆଉ ଗୋଟେ କଣ ନୂଆ ବିଷୟ ନେଇକି ଆସିବା। ତାହେଲେ ଏବେ ଚାଲ